ଶ୍ରୋତାବନ୍ଧୁ ସବୁବେଳେ ମୁଁ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହେ ଯେ ଜଣେ କବିପ୍ରାଣ ମଣିଷଟିଏ ପ୍ରକୃତରେ ସାହିତ୍ୟର ବିବିଧ ବିଭାଗରେ ସିଦ୍ଧହସ୍ତତାର ସହିତ ଲେଖନୀ ଚାଳନା କରିପାରେ। ସେ ସମାଲୋଚନା ହେଉ, ସେ ପ୍ରବନ୍ଧ ହେଉ ଅବା ଗଳ୍ପ, କବିତ୍ୱର ଚାତୁରୀ ତାକୁ ଲେଖେଇ ନିଏ ଏବଂ ତାର ଉପସ୍ଥାପନା ମଧ୍ୟ ସ୍ୱତନ୍ତ୍ର ଥାଏ। ଆଜି ଆମେ ଜଣେ କବିପ୍ରାଣ କଥାକାରଙ୍କୁ ଶୁଣିବା। ପୂର୍ବରୁ ମଧ୍ୟ ଆମେ ତାଙ୍କର ବହୁ କବିତା ଗପ ଶୁଣିଛେ। ତେବେ ସେ ମୋର ଅତି ପ୍ରିୟ କଥାକାର ବିରଜା ରାଉତରାୟ। ଆଜି ତାଙ୍କର ଏକ କ୍ଷୁଦ୍ର ଗଳ୍ପ ଶୁଣିବା ଯାହାର ଶୀର୍ଷକ ହେଉଛି ଟପ୍ ଟପର ଟପର ଟପ୍ ଟପ୍। ବର୍ଷାକୁ ନେଇ ତାଙ୍କର ଆବେଗିକ ଶବ୍ଦ ସବୁ କେତେ ସୁନ୍ଦର କାହାଣୀ ଗୁଚ୍ଛର ରୂପ ଧାରଣ କରିଛି। ଆମେ ଦେଖିବା ବର୍ଷାକୁ ନେଇ ସେ ଅନେକ କବିତା ମଧ୍ୟ ଲେଖିଛନ୍ତି, ଅନେକ ଗଳ୍ପ ମଧ୍ୟ ଲେଖିଛନ୍ତି। ସେଥିରୁ ଆଜି ଗୋଟେ ଗଳ୍ପ, ଟପ୍ ଟପର ଟପର ଟପ୍ ଟପ୍। କଥାକାର ବିରଜା ରାଉତରାୟ। ଝରକା ସେପଟେ ଅଝଟ ଛୁଆଙ୍କ ପରି ଗୋଡ଼ କଚଡ଼ି ନାଚୁଥାଏ ବର୍ଷା। ଟିଣ ଦସ୍ତା ଉପରେ ତାର ଲଗାଣ ଢୁ ଢୁ ପାଦ ଶବ୍ଦ ଆଡ଼କୁ ଏକ ଲୟରେ କାନପାତି ରହିଥାଏ ଖୋକନ। ତଳ ଚଟାଣ ଉପରେ ବାମ ଗୋଡ଼ର ଆଣ୍ଠୁକୁ ଭାଙ୍ଗି ଛକି ପକେଇ ବସି ରହିଥାଏ। ତାର ଡାହାଣ ଗୋଡ଼ଟା ସିଧା 45 ଡିଗ୍ରୀ ପ୍ରାୟ ଉପରକୁ ସଳକି ରହି ମଝି ଫାଙ୍କ ତଳ ମୁଚୁଳା ଉପରେ ଚାପି ରହିଥାଏ ଗୋଟିଏ ମୃଦଙ୍ଗ। ଦୁଇ ପଟର କିରଣ ମୁହଁକୁ ଢଳି ଦୁଇ ହାତ ପାପୁଲି ସାମାନ୍ୟ ଭରା ଦେଇ ଝୁଲି ରହିଥାନ୍ତି। ଖୋକନ ତାର ସମସ୍ତ ଲୟକୁ ଠୁଳ କରି ଏଇ ବର୍ଷା ନାଦର ବୋଲଟାକୁ ଧରିବା ପାଇଁ ଉଦ୍ଗ୍ରୀବ ହୋଇ ରହିଥାଏ। କେତେବେଳେ ଛାଏଁ ତା ହାତର ତଳ ପାପୁଲି ଆଙ୍ଗୁଠି ଗୁଡ଼ିକ ଉଠପଡ଼ ହୋଇ ନାଚି ଉଠୁଥାନ୍ତି ଧିନ୍ ତାକଡ଼ ତାକଡ଼ ଧା। ପରେ ପରେ କେମିତି ଗୋଟେ ଅଶାନ୍ତ ଭଉଁରୀ ଖେଳି ଉଠିବା ପରି ଏକ ପ୍ରତିକ୍ରିୟା ତା ମୁହଁରେ ବାରି ହୋଇ ଆସେ। ଛେ, ଶ୍ୱଶୁର ପୁଅ ପାଦର ତାଳଟାକୁ ଜମା ଧରି ହେଉନି। କୋଉ ଗୋଟେ ବର୍ଣ୍ଣରେ ସିନା ପାଦ କଚାଡୁଥିଲେ ଧରି ହୁଅନ୍ତା। ଇଏ ତ ଅବିରତ ଘନଘୋର ନାଦ। କେତେବେଳେ ଟପ୍ ଟପ୍, କେତେବେଳେ ଥପ୍ ଥପ୍, କେତେବେଳେ ଡବ୍ ଡବ୍ ହୋଇ କଚାଡ଼ି ଦେଉଛି। ଛୋଟ ଟୋପା ପୁଣି ବଡ଼ ଟୋପା, ୟାକୁ ଛାଡ଼ି ପୁଣି ମଝା ମଝିଆ ଥୋପା ବି ଅଛି। କୋଉ ସେ ଏତେ ଧୁରନ୍ଧର ଯେ ଧରି ପାଆନ୍ତା ଏହାର କ୍ଷିପ୍ର ସୁତୀବ୍ର ବିବିଧ ନାଦକୁ। ତେରେକେଟେ ଧିନ୍ ଧା। ଆଉ ଥରେ ଛାଇ ମୃଦଙ୍ଗର ଦୁଇ ପଟ କିରଣ ଉପରେ ପହଁରିଗଲା ତାର ଦୁଇ ଚପଳ ହାତର ଆଙ୍ଗୁଠି। ବାହାର ପଟେ ବର୍ଷୁଣୀ ମେଘ ମେଦୁର ଆକାଶ। ସନ୍ଧ୍ୟା ଉପଗତ ସମୟ ନଥିଲେ ସୁଦ୍ଧା ଅପରାହ୍ନର ମୁଖମଣ୍ଡଳରେ କଳା ଓଢ଼ଣୀ ଖଣ୍ଡେ ଢାଙ୍କି ପକେଇବା ପରି ମେଘ ଘୋଡ଼େଇ ଆଣିଥାଏ ମାଛି ସଞ୍ଜ ପରି ଅନ୍ଧାରର ରଙ୍ଗ। ଖୋକନର ସେଇ ଅସଜଡ଼ା କୋଠରୀ ମଧ୍ୟରେ ବିକ୍ଷିପ୍ତ ହୋଇ ପଡ଼ି ରହିଥାଏ କିଛି ଅସମ୍ପୂର୍ଣ୍ଣ ଡୁବି ତାବଲା ଓ ମୃଦଙ୍ଗ ସହ ଇତସ୍ତତ ପଡ଼ି ରହିଥିବା ଚମଡ଼ାର ଟୁକୁରା ଓ ହାର, କିରଣ ପାଇଁ ଗୁଣ୍ଡ ତାଟିଆ ଆଦି ତାଳବାଦ୍ୟ ଯନ୍ତ୍ରର ଉପକରଣ। ସେଇ ଦୋକାନ ଘରକୁ ଲାଗି ଏକମାତ୍ର ସଂଯୁକ୍ତ କୋଠରୀ, ଯାହାର ଟିଣ ଦସ୍ତାର ଫାଙ୍କ ବାଟ ଦେଇ ନିର୍ଗତ ଧୂଆଁ ସବୁ ଜମାଟ ବାନ୍ଧି ଠୁଳ ଆକାରରେ କଡ଼ ମୋଡ଼ି ହେଉଥାନ୍ତି। ବାହାର ବର୍ଷାଟା ଦାଉ ସାଜିବା ପରି ସେମାନଙ୍କ ଊର୍ଦ୍ଧ୍ୱ ଉଡ଼ାଣକୁ ବାଟ ଓଗାଳି ବସିଥାଏ। କେବେ କେବେ ସେଥିରୁ ପ୍ରଥମ କୋଠରୀକୁ ଛିଟିକି ଆସୁଥାଏ ବାସନପତ୍ରର ଠୁଣ୍ ଠାଣ୍ ସାଙ୍ଗକୁ ଖଡ଼ିକାର ଖର୍ ଖର୍ ମିଶା ଶବ୍ଦ। ମଝିରେ ମଝିରେ ଧୂଆଁ ରୁନ୍ଧା ଖଣ୍ଡିକାଶ। ଠିକ୍ ପଛକୁ ଧସେଇ ଆସେ ଏକ ନାରୀ କଣ୍ଠର ସତର୍କ ଜିଘାଂସ, କରୁଥା ସେମିତି ଟୁଙ୍ଗ ଟାଙ୍ଗ। କାଲିକି ମ୍ୟୁନିସିପାଲିଟିର ଡୋଜର ଗାଡ଼ି ଆସି
କାଲି କି ମ୍ୟୁନିସିପାଲିଟିର ଡୋଜର ଗାଡ଼ି ଯେ ଆସି ଦୁଆର ମୁହଁରେ ଲାଗିବ ସେ ଆଡ଼କୁ ପର୍ବା ନାହିଁ। କି ଅଦ୍ଭୁତ ଏ ଲୋକଟା! ସାମାନ ପତ୍ର ବାନ୍ଧିବା ଲାଗି ଚିନ୍ତା ଟିକେ ସୁଦ୍ଧା ନାହିଁ। ସେ ସଂକୀର୍ଣ୍ଣ ରୋଷେଇ ଘରୁ ସବୁତକ ଉତ୍କ୍ଷିପ୍ତ ଶବ୍ଦ ଗୁଡ଼ା ବର୍ଷା ପରି ଛୁଟି ଆସୁଥିଲେ ବି କେଜାଣି କାହିଁକି ହାର ମାନିଯାଆନ୍ତି ଖୋକନର ଦୁଇ କର୍ଣ୍ଣ ପଟଳ ପାଖରେ। ସମୁଦ୍ରରୁ ବଳ ଗୋଟେଇ ପାରି ନଥିବା ବାତ୍ୟା ଯେପରି ସ୍ଥଳଭାଗରେ ଧକ୍କା ଖାଇବା ଆଗରୁ ଦୁର୍ବଳ ହୋଇପଡ଼େ, ସେହିପରି ଘଟିଥାଏ ସବୁଥର। ମୃଦଙ୍ଗ ହେଉ କି ତାବଲାର ଦୁଇ କିରଣରେ ଉତ୍ପାଦ ବର୍ଣ୍ଣକୁ ମିଶେଇ ନୂଆ ବୋଲ ଖଣ୍ଡେ ତିଆରି କରିବାରେ ମଜି ଯାଇଥାଏ। ଆଜି ବି ସେଠାରୁ ଛୁଟି ଆସିଥିବା ତୀକ୍ଷ୍ଣ ସ୍ୱରରୂପୀ ଶବ୍ଦ ଗୁଡ଼ାକ ଅକାମୀ ହୋଇଯାଇଥିଲା। ଅର୍ଦ୍ଧ ଶତାବ୍ଦୀ ଖଣ୍ଡେ ହୋଇଯିବଣି ଖୋକନର ବାପା ନିତ୍ୟମୋହନ ନଦିଆରୁ ଓଡ଼ିଶା ମୁହାଁ ହୋଇ ବସା ବାନ୍ଧିବା। ଏହି ସହରର ଛାତି ଉପର ଦେଇ ଯେଉଁ ମୁଖ୍ୟ ରାସ୍ତାଟି ଯାଇଥାଏ ତାହାରି କଡ଼ରେ ବାନ୍ଧିଥିଲା ପ୍ରଥମେ ଅସ୍ଥାୟୀ ନୀଡ଼। ତାଳବାଦ୍ୟ ନିର୍ମାଣର ବିଶାରଦ ଭାବେ କେଇଟା ବର୍ଷ ମଧ୍ୟରେ ପରିଚୟ ପାଇଯାଇଥିଲା। ଖୋକନର ଜନ୍ମ ଏହି ଠିକଣାରେ। ବାପାଠାରୁ ବାଦ୍ୟ କାରିଗରୀ କଳାତକ ଆୟତ୍ତ କରୁ କରୁ ବଜାଇବାରେ ମଧ୍ୟ ଅପୂର୍ବ ଦକ୍ଷତା ହାସଲ କରିପାରିଥିଲା। କିନ୍ତୁ ବାପା ପରି ଥିଲା ଅସମ୍ଭବ ଭାବରେ ନିଜ ପ୍ରତିଭା ପ୍ରଦର୍ଶନରେ ଥିଲା ଉଦାସୀନ। ବିକ୍ରି ଆଉ ମରାମତିରେ ଯାହା ଯେତିକି ମିଳୁଥାଏ ସେତିକିରେ ଥାଏ ସନ୍ତୁଷ୍ଟି। ଦିନକୁ ଦିନ ସହରର କଳେବର ଓ ରୂପରେଖରେ ଅଭିବୃଦ୍ଧି ଘଟି ଚାଲେ। ଠା ଠା ଦୋକାନର ରୂପାନ୍ତରଣ ଘଟି ଧାଡ଼ିଏ ଧାଡ଼ିଏ ସୁଦୃଶ୍ୟ ଦୋକାନ ସବୁ ଉଭା ହୁଅନ୍ତି। ଅଥଚ ପୁରୁଣା ସବ୍ ରେଜିଷ୍ଟ୍ରାର ଛକ କଡ଼କୁ ଥିବା ଏହି ସର୍ବସାଧାରଣ ସ୍ଥାନକୁ ଲାଗି ଖୋକନର ଛୋଟ ଆବାସଯୋଗ୍ୟ ଦୋକାନ ଘରଟିର ରୂପଚିତ୍ରରେ କିଛି ପରିବର୍ତ୍ତନ ଆସିନଥାଏ। କେବଳ ଗୋଟିଏ ଫରକ ଘଟିଥିଲା। ନିତ୍ୟମୋହନ ସ୍ଥାପନ କରିଥିବା ଛପର ଘରଟା ଇଟା କାନ୍ଥ ଓ ଟିଣ ଦସ୍ତାକୁ ପରିବର୍ତ୍ତିତ ହୋଇଥିଲା। ସହର ବଢ଼ୁଥିବାରୁ ଏବେ ମୁଖ୍ୟ ବଜାର ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥାଏ। ପ୍ରଥମ ଦଫା ପରେ ଦ୍ୱିତୀୟ ଥର ପାଇଁ ଖୋକନର ଦୋକାନ ଦାଣ୍ଡରେ ଅଠା ନିଶା ସହ ଝୁଲି ସାରିଥାଏ ଉଚ୍ଛେଦର ନୋଟିସ୍। ମାତ୍ର ଖିଆଲି ଖୋକନ ମନରେ ଏହାର ସାମାନ୍ୟତମ ରେଖାପାତ ସୁଦ୍ଧା ପଡ଼ିନଥାଏ। ତାର ଏଇ ବେପରୁଆ ଭାବକୁ ଚେତେଇ ଦେବାକୁ ଯାଇ ମଝିରେ ମଝିରେ ସତର୍କ ଘଣ୍ଟି ବଜେଇବା ପରି ଚିତ୍କାର କରି ଉଠୁଥାଏ ତା ସ୍ତ୍ରୀ। ସେ କିନ୍ତୁ ଗୋଟାପଣ ହଜି ଯାଇଥାଏ ସେଇ ଆବିଷ୍ଟ ଅନ୍ୱେଷାରେ। କିପରି ଟପର ଟପର ବର୍ଷାର ବୋଲଟାକୁ ଉଠେଇବ ଦୁଇ କିରଣ ସଂସର୍ଗ ନାଦରେ। ବାହାରେ ବର୍ଷାର ଆବେଶ ସେହିପରି ଆଚ୍ଛନ୍ନ କରି ରଖିଥାଏ। ଢୁ ଢୁ ବର୍ଷାରେ ଶୁଭୁଥାଏ ନିରବଧି ପଦପାତ। ଏକାତ୍ମ ହୋଇ ସେହିପରି ଝରକା ବାହାରକୁ ଚାହିଁ ମୃଦଙ୍ଗ କିରଣରେ ଟୁଙ୍ଗଟାଙ୍ଗ ଜାରି ରଖିଥାଏ ଖୋକନ। ନିଜର ଏହି ବିଚିତ୍ର ମଣିଷଟିର ହାବଭାବକୁ 20 ବର୍ଷ ଧରି ବୁଝି ଆସିଛି ତାର ସ୍ତ୍ରୀ। ସେଥିପାଇଁ ଥାଳିରେ ରାତିର ଖାଇବାତକ ବାଢ଼ି ତା ହାତ ପାନ୍ତରେ ରଖି କଣମୁଣ୍ଡ ଖଟ ଉପରକୁ ଉଠି ଯାଇଥିଲା ଶୋଇବାକୁ। ବାହାରେ ନିଶା ଗରଜୁଥାଏ। ଅବିରତ ଛନ୍ଦରେ ତାର ପାଦ କଚାଡ଼ି ଚାଲିଥାଏ ବର୍ଷା। ଖୋକନର ସନ୍ଧାନୀ ଦୁଇ ଆଖି ଓ ଉଜାଗରୀ ଚିତ୍ତ ସାରା ରାତି ଖୋଜି ଚାଲିଥାନ୍ତି ସେଇ ଇପ୍ସିତ ବୋଲକୁ। ଥକ୍କା ପଡ଼ି ଆସୁଥିବା ଦୁଇ ହାତ ପାପୁଲିର ସଂଘାତରେ ମଝିରେ ମଝିରେ ତରଙ୍ଗ ପରି ଚେଇଁ ଉଠୁଥାଏ ଧି ତାକ୍ ଧି ତାକ୍ ଧି ତାକ୍ ଶବ୍ଦ। ଭୋର ମେଘୁଆ ଆକାଶ କୋଣରୁ ଆଲୋକ ଜନ୍ମ ନେଉଥାଏ। ନୀରବି ସାରିଥାଏ ବର୍ଷା। ହେଲେ ଏହା ଭିତରେ କେତେବେଳେ ରାତିର ବିଦାୟ ଓ ସକାଳର ଆସିବାଟା ପ୍ରତି ସମ୍ପୂର୍ଣ୍ଣ ଥାଏ ସେ ଅନ୍ୟମନସ୍କ। ସେଇ ଉଦୟ ଲଗ୍ନରେ ହଠାତ୍ ତାର ଦୁଇ ନିମଜ୍ଜିତ ଆଖି କିଛି ଗୋଟେ ଅପୂର୍ବ ପ୍ରାପ୍ତିର ଚମକରେ ଖୋଲି ଉଠିଲା। ଛାଏଁ ତା ପାଟିରୁ ବାହାରି ଆସିଲା ଟପର 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 ଟପ୍ ଟପ୍ ଧିନ୍ତା ତେରେ କେଟେ ଧିନ୍ତା ଧିନ୍ତା ଟପର 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 ଟପ୍ ଟପ୍। ସହରକୁ ଛୁଇଁଥିବା ପ୍ରଥମ ସକାଳ ସହ ମ୍ୟୁନିସିପାଲିଟିର ବୁଲଡୋଜରଟି ଆସି ଠିଆ ହୋଇ ସାରିଥାଏ ଖୋକନର ଏଇ ଅବୈଧ ଦୋକାନ ଘର ସମ୍ମୁଖରେ। ତାର ଷଣ୍ଢ ଆସି ଉପରମୁହାଁ ହୋଇ ଉଠିବା ଆଗରୁ ଶେଷଥର ପାଇଁ ସେଇ ଘରଟି ଚିତ୍କାର କରି ଉଠିଲା ଧିନ୍ ତାକ୍ ତେରେ କେଟେ ଧିନ୍ ତାକ୍ ଟପର ଟପର ଟପ୍ ଟପ୍।
ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଏକ ଚମତ୍କାର କ୍ଷୁଦ୍ର ଗଳ୍ପ, ଯାହା ଅନେକ କଥା କହୁଛି। ସାମାଜିକ ସମସ୍ୟାର କଥା, ବାସଚ୍ୟୁତ କରେଇବାର ଯେଉଁ ସବୁ ପ୍ରଣାଳୀ, ଗରିବ ଗୁରୁବାଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ସତେ ଯେମିତି ଏକ ଅଭିଶାପ ଏଇ ବୁଲଡୋଜର। ଅନେକଙ୍କ ଘର ଭାଙ୍ଗେ, କିନ୍ତୁ ସେଇ ଭଗ୍ନ ସ୍ତୂପ ଭିତରୁ ଝରି ପଡୁଥାଏ କେତେ ଗାଁର ସାଧନା। ଏମିତି ଅସଂଖ୍ୟ ମଣିଷ ଭାଙ୍ଗି ଯିବାର, ଶେଷ ହେଇଯିବାର, ମରିଯିବାର ବାସ୍ତବତାକୁ ଆଦୌ ଖାତିର କରନ୍ତି ନାହିଁ। ସେଇ ସାଧନା ତାଙ୍କୁ ଜୀବନ ଶକ୍ତି ଦେଉଥାଏ, ଊର୍ଜା ଦେଉଥାଏ, ଆଗକୁ ଆଉ ଗୋଟେ ସକାଳର ଅପେକ୍ଷା କରିବାକୁ ପ୍ରୋତ୍ସାହିତ କରୁଥାଏ। ଶ୍ରୋତା ବନ୍ଧୁ, ଆଜି ଆମେ ଏମିତି ଏକ ସୁନ୍ଦର କାହାଣୀ ଶୁଣୁଥିଲେ, ଯାହାର ଲେଖକ ଶ୍ରୀଯୁକ୍ତ ବିରଜା ରାଉତରାୟ। ଆଜିର କ୍ଷୁଦ୍ର ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।